ଲୋକଟାକୁ ଦେଖିଲେ ଯେ କେହି ଡରିଯିବ। ତାର ସ୍ୱଭାବ ହିଁ ସେମିତିକା। କାହା ବାଡ଼ିରୁ ଚୋରି କଲାଣି ତ କାହା ଘରୁ। ଆଖି ପିଛୁଳାକେ ସବୁକିଛି ଗାୟବ କରିଦିଏ। କାମଧନ୍ଦା କିଛି ନାହିଁ ମ, ସବୁଦିନ ମାରପିଟ ଆଉ ଚୋରି। ଆସିକି ଭେଣ୍ଡା ଟୋକାଟା ହେଲାଣି। ଦୀର୍ଘ 5 ହାତ ମର୍ଦ୍ଦ, ତା ସାଙ୍ଗକୁ ଲମ୍ବା ନିଶ। ହଠାତ୍ ଦେଖିଲେ ଯେ କେହି ଡରିଯିବ। ତାର ପୁଣି ନାଲି ଆଖକୁ କଟମଟ ଚାହାଣି। କାମଧନ୍ଦା କଲେ ଘର ଖୁସିରେ ଚଳନ୍ତା, ହେଲେ ସ୍ୱଭାବ ଛାଡ଼ୁଛି ବା କୋଉଠୁ। ବୁଢ଼ୀ ମାଆଟା, ସିଏ ଯାହା ଖାଲି ରାଉ ରାଉ ହୁଏ, ହେଲେ କିଛି ବି ଫରକ ପଡ଼େନି ତା ଉପରେ। ଯୋଉ କଥାକୁ ସେଇ କଥା। ପାଖ ଗାଁରେ ଜାତ ହଉଥାଏ। ଘରେ ଘରେ ବନ୍ଧୁବାନ୍ଧବ ଭର୍ତ୍ତି ହୋଇଥାନ୍ତି। ରାତି 10ଟା ବେଳକୁ ସମସ୍ତେ କାମଧନ୍ଦା ସାରି ବାହାରି ପଡ଼ିଲେ ଜାତ ଦେଖିବାକୁ। ଆର କିନ୍ତୁ ଖୁସି କହିଲେ ନ ସରେ। ଆଖି ପଡ଼ିଛି ଜମିଦାରଙ୍କ ଅମାର ଉପରେ। ଯେମିତି ହେଲେ ଧାନ 2 ଗଣି ନହେଲେ ମୁଗ 2 ଗଣି ହାତେଇବ ଆଜି। ସୁନସାନ ରାତି, ନିଶା ଗରୁଜୁଥାଏ। ଚାରିଆଡ଼ ଖାଁ ଖାଁ। ମଝିରେ ମଝିରେ କୁକୁରର ଭୋ ଭୋ ଶବ୍ଦ। ତା ସାଙ୍ଗକୁ ପୁଣି କିଟମିଟ ଅନ୍ଧାର। ଭାରି ଭୟ, ହେଲେ ଆଖି ଆଗରେ ଅମାର ଅମାର ଅମଳ ହୋଇଥିବା ଧାନ ଆଉ ମୁଗର ଲୋଭ। ଡର ପୁଣି କ'ଣ ଯେ? କାହାରିକୁ ଭୟ ନ କରି ବାଡ଼ିପଟ ଜାଉଁଳି କବାଟ ଭାଙ୍ଗି ସିଧା ପଶିଲା ଅମାର ଭିତରେ। ତରତର ହେଇ 2-3 ଗଣି ଧାନ ମୁଗ ବୁଜୁଳା କରିଛି କି ନାହିଁ। ଅନ୍ଧାରରେ ମାଡ଼ି ବସିଲା ମଧୁ, ତା ସାଙ୍ଗକୁ ହରି ଆଉ ଭଗିଆ। ଅଣ୍ଟାମୂଳିଆ 2 ପାହାର ଦେଇଛନ୍ତି। ଏକାଥରକେ ମୁହଁ ମାଡ଼ି ପଡ଼ିଲା। ରହରେ ପୁଅ, ଆଜି ତୁ ଯିବୁ କୁଆଡ଼େ? ଘୋଷାରି ନେଇ ବାନ୍ଧି ପକେଇଲେ ମଝି ଖୁଣ୍ଟରେ। ଆଜି ସାନ୍ତେ ଆସନ୍ତୁ, ତୋର ଖବର ବୁଝା ହେବ। ତୋର ତ କମ ସାହସ ନୁହଁ। ସାନ୍ତଙ୍କ ଘରୁ ପୁଣି ଚୋରି। ତୋର ଆଜି ବେଳା ଖରାପରେ ପୁଅ। ଧାଁକିନା ଖବର ଯାଇ ପହଞ୍ଚିଲା ଜାତ ମଝିରେ। ତଲାସି ବାଇନକୁ ସାଙ୍ଗରେ ଧରି ଘରେ ଆସି ପହଞ୍ଚିଲେ ମାୟାଧର ମହାଜନ। ସାନ୍ତେ ଏଇଠି ଓଳିକି ଆଜ୍ଞା। ଆମେ ଯଦି ଆଜି ନଥାନ୍ତୁ ନା ଆଜ୍ଞା, ସବୁ କଳାକନା ବୁଲି ଯାଇଥାନ୍ତା। କିରେ, ଚୋର କାହିଁ? କୋଉଠି ସେ? ତାର ତ ଭାରି ବହପ। ମୋ ଘରେ ପୁଣି ଚୋରି। କାହିଁ ସେ ଯାହା ଘରକୁ ଦେଖିବାକୁ ଲୋକଙ୍କର ଆଖି ପାଏନି, ତା ଘରେ ପୁଣି ଚୋରି? କାହିଁ ତା ମୁହଁ ଟିକେ ଦେଖା। ସାନ୍ତେ ତା ମୁହଁ କ'ଣ ଦେଖିବେ ମୁଁ? ଭଲ କିନା ଦେଇଛୁ। ଯିଏ ଯାହା ପାରିଲା ଖୋବିଲା। ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ସବୁଠାଇ ଉତ୍ତମ ମଧ୍ୟମ ଦେଇଛୁ। ଚାଲୁନାହାନ୍ତି ଦେଖିବେ, ସେଇ ମଝି ଘରେ ମୋ ଖୁଣ୍ଟରେ ବାନ୍ଧି ଦେଇଛୁ। ଦେଖିବେ ଚାଲନ୍ତୁ। ଏଥର ମଧୁ ଧାଇଁଲା ଲଣ୍ଠନ ନେଇକି। ହରି, ବାଇନ ଆଉ ଭଗିଆ ପଛେ ପଛେ ଯାଇ ଦେଖିଲେ। କିରେ କାଳିଆ, ତୁ ଚୋରି କରୁଥିଲୁ ପୁଣି ଜମିଦାରଙ୍କ ଘରୁ? ହାତ ଗୋଡ଼ ସବୁ ଫାଟିକି ନୋଳା ବସି ଯାଇଥାଏ। ମୁହଁ ଫୁଲିକି ନହୁ ବାହାରୁଥାଏ। ଜମିଦାରଙ୍କୁ ଦେଖି ଭୟରେ ଥରୁଥାଏ କାଳିଆ। ହାତ ଯୋଡ଼ିବାକୁ ଶକ୍ତି ନଥିଲେ ମଧ୍ୟ ପାଦ ତଳେ ମୁଣ୍ଡ ନୁଆଁଇକି କହିଲା, ଆଜ୍ଞା ସାନ୍ତେ, ମରିଯିବି। ପିଲାଛୁଆ ମୋର ଅନାଥ ହେଇଯିବେ। ଏମିତି ଭୁଲ ଆଉ କେବେ ହବନି। ଏଇଥରକ ଛାଡ଼ି ଦିଅନ୍ତୁ ଆଜ୍ଞା। କିରେ, ଗୁଆ ପେଣ୍ଡାକୁ କୋଉ ପଟରେ ନେଲୁ ଯେ କାଉ କୁକୁର ଜାଣିଲେନି? ଆଉ ବଳଦ ଯୋଡ଼ାକୁ ଆର ସାହି ହାଟରେ ବିକିଦେଲୁ ଯେ ସେ କଥା ମଧ୍ୟ କେହି ପତା ପାଇଲେନି। ଏଥର ପୁଣି ଅମାର ଘରେ? ତୋ ପରିକା ଚୋର, ଖଣ୍ଟ ଆଉ ଟାଉଟରକୁ ପୁଣି କ୍ଷମା ଜମା ନୁହେଁ। ମାନୁଛି ସାନ୍ତେ, ମୁଁ ଚୋରି କରିଛି, ହେଲେ ମୋ ପୁଅର ଧିଅ ଭାରି ଖରାପ। ଏଇଥର ଛାଡ଼ି ଦିଅନ୍ତୁ ଆଜ୍ଞା। କିରେ, ତୋ ପୁଅର ଦେହ ଖରାପ ହେଲେ ମୋର କି ଯାଏ? ତୁ ମୋ ଘରେ ପଶିଥିଲୁ କିଆ? ଯାହା ଘରକୁ ଅନେଇବାକୁ ଲୋକଙ୍କର ସାହସ ହୁଏନି, ତୁ ଘରେ ପଶି ଚୋରି କରିଛୁ। ତୋର ତ କମ ବୋପ ନୁହଁ। ଆଜ୍ଞା, ଖାଲି କ'ଣ ସେତିକି? ଦେଖୁନାହାନ୍ତି 2 ଗଣି ଧାନ, 2 ଗଣି ମୁଗ ଆଉ କେତେ କ'ଣ ଭାବିଥିବ ସେ। ଏଇଟାକୁ ଜମା ଛାଡ଼ନ୍ତୁନି ଆଜ୍ଞା। ଏବେ ସିନା ଭୁଲ ମାଗୁଛି, ପଛରେ ଯୋଉ କଥାକୁ ପୁଣି ସେଇ କଥା। ମୁଁ ସତ କହୁଛି ସାନ୍ତେ, ମୋ କୁନାର ଦେହ ଭାରି ଖରାପ। ମୋତେ ଛାଡ଼ି ଦିଅନ୍ତୁ ଆଜ୍ଞା। ମୋତେ ତମେ ଯାହା କହିବ ମୁଁ ସବୁ କରିବି। ତମ ଗୋରୁ ଗୁହାଳ କରିବି ମଧ୍ୟ। ମୋତେ ଛାଡ଼ି ଦିଅ, ମୋ ପୁଅ ପାଖକୁ ଯିବି। ଶୁଣୁ ମଧୁଆ, ଏଇଟାକୁ ବାନ୍ଧିକି
ଆମ ପଛ ଘରେ ପକାଇଦିଏ। ଖିଆପିଆ ତାର ସବୁ ବନ୍ଦ କରିଦିଏ। ଆଗ ଜାତ ସରୁ, ଖବରଟା ମୁଁ ନିଜେ ବୁଝିବି। ହଁ, କ'ଣ ଭାବିଛି କି ନିଜ